ଯାଇଥାଉ କିନ୍ତୁ ସେ ଆମମାନଙ୍କୁ କଣ କରୁଛନ୍ତି ତାଙ୍କର ବାହୁରେ ଆଜି ପର୍ଯ୍ୟନ୍ତ ସେ କଣ କରୁଛନ୍ତି କଢେଇ ନେଇଛନ୍ତି। ହାଲେଲୁୟା ହାଲେଲୁୟା ହାଲେଲୁୟା। ଆସନ୍ତୁ ମାନେ ପ୍ରାର୍ଥନା ପବିତ୍ର ବାକ୍ୟକୁ ଯିବା ପୂର୍ବରୁ ମୁଁ ପଦେ ପ୍ରାର୍ଥନା କରିବି। ମୋର ପ୍ରାର୍ଥନା ଆପଣମାନେ ମନୋଯୋଗ କରନ୍ତୁ। ତୁମର ଗୌରବ ପ୍ରଶଂସା କରୁ କରୁ ତୁମର ସେ ପବିତ୍ର ବାକ୍ୟରୁ ଆମେ ଅଳ୍ପ ସମୟ ଧ୍ୟାନ କରିବୁ। ତୁମେ ଦୟାକର ମତେ ଲୁଚାଅ ଲିଭାଅ ପ୍ରଭୁ, ମୋ ସହିତ ତୁମେ କଥା କୁହ। ତୁମ ଲୋକମାନେ ହଁ ପ୍ରଭୁ ତୁମର ବାକ୍ୟରେ ପରିତୃପ୍ତ ହେବା ପାଇଁ ତୁମେ ହଁ ପ୍ରଭୁ ସାହାଯ୍ୟ କର ବୋଲି ତୁମ ନିକଟରେ ପ୍ରାର୍ଥନା କରି ଦୟା କର। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମମାନଙ୍କର ସହାୟ ସହବର୍ତ୍ତୀ ପରମେଶ୍ୱର ତୁମେ ହୁଅ, ସବୁ ଗୌରବ ତୁମେ ପାଅ। ପ୍ରାର୍ଥନା ଶୁଣିଲ ଧନ୍ୟବାଦ ଦେଇ ତୁମର ସେ କଣ୍ଟା ପାଇଁ ଚଉଦ ଭିକ୍ଷା ମାଗିଲି ପିତ ଆମେନ୍। ଆମେ ସମସ୍ତେ ମ୍ୟୁଟ କରିଛେ, ଆମେ ସମସ୍ତେ ଆଉ ମ୍ୟୁଟ ଇଏ କରି ଆମେ ସମସ୍ତେ ପ୍ରଭୁଙ୍କର ଗୌରବ କରିବା, ପ୍ରଭୁଙ୍କର ଧନ୍ୟବାଦ କରିବା। ଆଜି ଯଦି ଆମେ ଦେଖିବା, ଆଜି ଜଗତ ମଧ୍ୟରେ ଦେଖିବା ଅନେକ ଲୋକ ସୋସିଆଲ ମିଡିଆରେ ଆଉ କଣ କରୁଛନ୍ତି, କିପରି ମୁଁ ବଡ ଲୋକ ହେବି, ମୋ ନା କିପରି ପ୍ରଚାର ହବ, ମତେ ସମସ୍ତେ ଜାଣିବେ କିପରି, ମତେ ସମସ୍ତେ ଚିହ୍ନିବେ କିପରି। ବର୍ତ୍ତମାନ ସମସ୍ତେ ଏପରି ଆଉ ଚିନ୍ତା କରନ୍ତି ଆଉ ଭାବନା କରନ୍ତି ଆଉ ମୁଁ କିପରି ଆଜି ସୋସିଆଲ ମିଡିଆରେ ଗୋଟେ ବଡ ଲୋକ ହେବି, ସମସ୍ତେ ମତେ କଣ କରିବେ ଜାଣିବେ। ମୋର ପ୍ରିୟ ବନ୍ଧୁଗଣ, ଆଜି ସୋସିଆଲ ମିଡିଆ ଏପରି କରିଦେଇଛି, ଲୋକମାନଙ୍କୁ ଚକିତ କରିଦେଇଛି, ଯାହା ଫଳରେ ଆଉ ସେମାନଙ୍କ ମଧ୍ୟରେ ସ୍ପିରିଚୁଆଲ ପୁରା ଡେଡ୍। ଆମେ ଯଦି ଦେଖିବା ମାନେ ନିଜ ନିଜକୁ ଗର୍ବ କରୁ ବେଳେ ବେଳେ ନିଜର ଚାକିରି ପାଇଁ, ନିଜର ଧନ ପାଇଁ, ନିଜର ବଳ ପାଇଁ, ନିଜର ସମ୍ମାନ ପାଇଁ, ନିଜର ସୁନ୍ଦର ପାଇଁ। ଏହା କେବଳ ଅଳ୍ପ ସମୟ ମୋର ପ୍ରିୟ ବନ୍ଧୁଗଣ, ସୀମିତ ମାତ୍ର। ଯେତେବେଳେ ଆମେ ଯଦି ବଳ ପାଇଁ ନିଜକୁ ଗର୍ବ କରିଥାଉ, ବାଇବଲରେ ଲେଖା ଅଛି ବଳ ସକାଶେ 70 ଏବଂ 80 ବର୍ଷ ନିମନ୍ତେ। ଯଦି ଆମେ ଚାକିରି ପାଇଁ ଆମେ ଯଦି ଗର୍ବ କରିଥାଉ କେବଳ 60 ବର୍ଷ ନିମନ୍ତେ। ଆମେ ଯଦି ଧନୀ ହେଇଥାଉ ମୋର ପ୍ରିୟ ବନ୍ଧୁଗଣ, ଏ ଧନ ସବୁଦିନ ନିମନ୍ତେ ନୁହଁ ମୋର ପ୍ରିୟ ବନ୍ଧୁଗଣ। ଆମେ ଆଜି କାହାକୁ ନେଇ ଗର୍ବ କରୁ? ଏହା କ୍ଷଣିକ ମାତ୍ର, ଏହା ସବୁଦିନ ପାଇଁ ନୁହେଁ ମୋର ପ୍ରିୟ ବନ୍ଧୁଗଣ। ଆମେ ନିଜ ନିଜକୁ ଗର୍ବ କରିଥାଉ, ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଆମେ ଗର୍ବ କରିଥାଉ। ମୋର ସୁନ୍ଦର, ମୁଁ ଦେଖିବାକୁ ବହୁତ ସୁନ୍ଦର। ବହୁତ ଦିନ ତଳେ ଆମରଙ୍କର ମଣ୍ଡଳୀକୁ, ଭୁବନେଶ୍ୱର ମଣ୍ଡଳୀ ଗୋଟିଏ ଅତି ସୁନ୍ଦର ଝିଅଟିଏ ଆସିଥିଲା। ହୁଏତ ସେ ବିବାହିତ ଝିଅ, ସେ ଦେଖିବାକୁ ଅତି ସୁନ୍ଦର। ସେ ତାର ସାକ୍ଷ୍ୟ ଦେଉଥିଲା ଯେ ତାର ସୁନ୍ଦର ଉପରେ, ଯେତେବେଳେ ତ ସୁନ୍ଦର ଥିଲା, ବୟସ ଥିଲା, ସେ କଣ କରୁଥିଲା, ନିଜର ସ୍ୱାମୀକୁ ବି ମାନୁ ନଥିଲା, ନିଜର ପରିବାରକୁ ମାନୁ ନଥିଲା, ନିଜର ପିଲାମାନଙ୍କୁ ମାନୁ ନଥିଲା, ନିଜର ମଣ୍ଡଳୀକୁ ବି ମାନୁ ନଥିଲା, କେବଳ ତାଙ୍କ ସୁନ୍ଦର ନିମନ୍ତେ। ଦିନ ଆସିଲା ଯେତେବେଳେ ତାର ଗୋଟିଏ ଆକ୍ସିଡେଣ୍ଟ ହେଲା ମୋର ପ୍ରିୟ ବନ୍ଧୁଗଣ, ତା ମସ୍ତକରୁ ତଳିପା ପର୍ଯ୍ୟନ୍ତ 340 ଷ୍ଟିଚ ପଡିଲା। ଆଉ ତାର ସୌନ୍ଦର୍ଯ୍ୟ ପଳେଇଲା। ସେ ଯେତେବେଳେ ହସ୍ପିଟାଲ ମଧ୍ୟରେ ଅଛି, ସେତେବେଳେ ସେ ନିଜକୁ ଭାବୁଛି ମୋର ସୌନ୍ଦର୍ଯ୍ୟ ପଳେଇଲା, ମୁଁ କଣ କରିବି, କିଏ ମତେ ଦୟା କରିବ, କିଏ ମୋ ସହିତ ରହିବ, କିଏ ମତେ ସାହାଯ୍ୟ କରିବ। ସେତେବେଳେ ସେ ହୁଏତ ଖ୍ରୀଷ୍ଟିଆନ ପରିବାରର ଝିଅ ଥିଲା। ଶେଷରେ ସେ ପ୍ରଭୁଙ୍କ ନିକଟକୁ ଆସୁଛନ୍ତି। ସେତେବେଳେ ତାର ସୌନ୍ଦର୍ଯ୍ୟ ଯିବା ସଙ୍ଗେ ସଙ୍ଗେ ତାର ଗୋଟେ ହାତ ବି ଆଉ କଣ ହେଇଥିଲା, ଆକ୍ସିଡେଣ୍ଟରେ କଟି ଯାଇଥିଲା। ମୋର ପ୍ରିୟ ବନ୍ଧୁଗଣ, ଆମମାନଙ୍କର ସୌନ୍ଦର୍ଯ୍ୟ ସେ ଅତି ସୁନ୍ଦର ଭାବରେ ସାକ୍ଷ୍ୟ ଦେଉଥାଏ। ଆମମାନଙ୍କର ସୌନ୍ଦର୍ଯ୍ୟକୁ, ଆମମାନଙ୍କର ଧନକୁ, ଆମମାନଙ୍କର ବଳକୁ, ଆମମାନଙ୍କର ସମ୍ମାନକୁ, ଆମମାନଙ୍କର ଚାକିରିକୁ ଆମେ କିପରି ବ୍ୟବହାର କରିବା, ଏହା କେବଳ କ୍ଷଣିକ ମାତ୍ର। ଜିରିମିୟ ଭବିଷ୍ୟତ ବକ୍ତା ଅତି ସୁନ୍ଦର ଭାବରେ ଗୋଟେ କଥା କହନ୍ତି। ଜିରିମିୟ ତାର 9:23-24। ଜିରିମୟଙ୍କ ଦ୍ଵାରା ସଦାପ୍ରଭୁ ଏହି କଥା କହନ୍ତି। ତାର 23 ପଦରେ ଲେଖା ଅଛି ମୋର ପ୍ରିୟ ବନ୍ଧୁଗଣ। ସେଠି ପ୍ରଥମେ ଲେଖା ଅଛି, ସଦାପ୍ରଭୁ ଏହି କଥା କହନ୍ତି, ଜ୍ଞାନବାନ ଆପଣ ଜ୍ଞାନରେ ଦର୍ପଣ କରୁ, କିମ୍ବା ବଳବାନ ଆପଣ ବଳରେ ଦର୍ପଣ କରୁ, ଧନବାନ ଆପଣ ଧନରେ ଦର୍ପଣ କରୁ। ମାତ୍ର ଯେବେ କେହି ଦର୍ପ କରେ, ତେବେ ସେ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ। ଆମ୍ଭେ ସଦାପ୍ରଭୁ ପୃଥିବୀରେ ସ୍ନେହପୂର୍ଣ୍ଣ କରୁଣା, ବିଚାର ଓ ଧର୍ମ ସାଧନ କରୁ।
କାରଣ ସଦାପ୍ରଭୁ କହନ୍ତି ଏସବୁରେ ଆମ୍ଭର ସନ୍ତୋଷ ଥାଏ। ଯଦି ଆମେ ପ୍ରଭୁ ସଦାପ୍ରଭୁକୁ ଚିହ୍ନିଛୁ, ଜାଣିଛୁ ଭଲ ଭାବରେ, ତାହେଲେ ନିଜକୁ ଆମେ ଦର୍ପ କରୁ ମୋର ପ୍ରିୟ ବନ୍ଧୁଗଣ। ହୁଏତ ଆମମାନଙ୍କ ଜୀବନରେ ଯେତେବେଳେ ପ୍ରଭୁ ଗୋଟେ ଚାକିରିଟିଏ ଦେଇଛନ୍ତି, ପ୍ରଭୁଙ୍କର ଅନୁଗ୍ରହରେ ଆମେ ପ୍ରମୋସନ ହେଇ ଉପର ପଦବୀକି ଯାଇଥାଉ, ବେଳେ ବେଳେ ଆମମାନଙ୍କ ଜୀବନରେ ଇଗୋ ଆସିଥାଏ ଯେ ମୁଁ ଅମୁକ ଚାକିରି କରିଛି, ସମକ ଚାକିରି କରିଛି, ମୋର ତଳେ ଏତେ ଲୋକ ଚାକିରି କରୁଛନ୍ତି, ମୋ ତଳେ ଏତେ ଲୋକ କାମ କରୁଛନ୍ତି। ବେଳେ ବେଳେ ଆମମାନଙ୍କ ଜୀବନରେ କଣ ଆସିଥାଏ? ଗର୍ବ ଆସିଥାଏ ମୋ ପ୍ରିୟ ବନ୍ଧୁଗଣ। ଏଇ ଚାକିରି ଆମମାନଙ୍କର କେବଳ ସୀମିତ ମାତ୍ର 60 ବର୍ଷ। ଯଦି ଆମମାନଙ୍କର ବଳ ଯଦି ଅଛି, ଆମମାନଙ୍କର ବଳ ପାଇଁ ଗର୍ବ କରିଥାଉ, ତାହା କେବଳ 70 ରୁ 80 ବର୍ଷ ମାତ୍ର। ମୁଁ ଯେତେବେଳେ ଆମର ଅଫିସରକୁ ଦିନେ ଯେତେବେଳେ ଆମମାନଙ୍କର କନଫରେନ୍ସ ହଲରେ ଗୋଟେ ମିଟିଂ ଥିଲା, ଆଉ ସେତେବେଳେ ଆମମାନଙ୍କର କନଫରେନ୍ସ ହଲ ପାଖରେ ଗୋଟେ ୱାସରୁମ ଥିଲା, ଆଉ ଅନେକ ବ୍ୟକ୍ତି ମାନେ ସେଦିନ ମିଟିଂକୁ ଆସିବାର ଥିଲା। ସେଦିନ ଯେତେବେଳେ ସେ ୱାସରୁମ ଦେଇ ଆମର ଡିଜି ଡାଇରେକ୍ଟର ଅଫ ଜେନେରାଲ ଆସୁଛନ୍ତି, ସେତେବେଳେ ସେ ୱାସରୁମ ସ୍ମେଲ ହଉଛି। ଆଉ ସେ ଡିଜି ସାଉଥ ଇଣ୍ଡିଆନ ର, ସେ ତାମିଲନାଡୁର ଲୋକ ଥିଲେ, ଆଉ ସେ ନିଜେ ଯାଉଛନ୍ତି, ଆଉ ସେ ୱାସରୁମ କୁ ଯାଇକରି ଫିନାଇଲ ବାହାର କରି ଆଉ ସେ ପକଉଛନ୍ତି, ଆଉ ସେ ୱାସରୁମ ଟା ସେ ନିଜେ ଧୋଉଛନ୍ତି। ଆମ ଅଫିସର ସମସ୍ତ ଷ୍ଟାଫ କୁ ସେଦିନ ଚକିତ କରିଥିଲା। ହୁଏତ ସେ ଆମ ଅଫିସର ଗୋଟେ ବଡ ମାନ୍ୟଗଣ୍ୟ ବ୍ୟକ୍ତି, ବଡ ଅଫିସର, ଆମେ ତଳ କର୍ମଚାରୀ ହେଲେ ମଧ୍ୟ କେବେ ଆମମାନେ କଣ କରୁନଥିଲୁ, ସେ କାର୍ଯ୍ୟ କରୁନଥିଲୁ। ସେଦିନ ଆମମାନଙ୍କର ଅଫିସର ସେ ଆମମାନଙ୍କୁ ଶିଖେଇଥିଲେ ଯେ ନମ୍ରତାର ବିଷୟ କଣ। ହୁଏତ ବେଳେ ବେଳେ ଆମମାନେ ଜାଗତିକ ଭାବରେ ପ୍ରଭୁ ଆମମାନଙ୍କୁ ଉଚ୍ଚ ପଦବୀରେ ରଖିଛନ୍ତି, କିନ୍ତୁ ଆତ୍ମିକ ଭାବରେ ଆମେ ତାଙ୍କ ନିମନ୍ତେ ନମ୍ରତାର ଜୀବନ କାଟୁଛୁ କି? ବାହାର ଦେଶର ଗୋଟିଏ ଚର୍ଚ୍ଚରେ ଆଉ ଗୋଟିଏ ବ୍ୟକ୍ତି ରବିବାର ଦିନ ସକାଳୁ ସେ ଯାଇକରି ଘର ଚର୍ଚ୍ଚର ସମସ୍ତ ସଫା କରୁଛି, ପାଣି ଦେଇକରି ଟେବୁଲ ଫେବୁଲ ସବୁ ପୋଛାପୋଛି କରୁଛି। ଆଉ ଗୋଟିଏ ବ୍ୟକ୍ତି ପର ସମୟରେ ଯେତେବେଳେ ତାଙ୍କ ସେ ଚର୍ଚ୍ଚକୁ ଯାଉଛନ୍ତି, ସେ ସଫା କରୁଛି, ତାଙ୍କୁ କହୁଛନ୍ତି ବାବୁ ଏଟା ରହିଗଲା, ସେଟା ରହିଗଲା, ସେଥିରେ ଟିକେ ଧୂଳି ଲାଗି ଯାଇଛି, ଏଠି ଟିକେ ପାଣି ଲାଗି ଯାଇଛି, ପାଣି ରହିଯାଇଛି। ସେ ତାକୁ କଣ କରୁଛନ୍ତି? କାମ ଶିଖଉଛନ୍ତି ତାକୁ ବା କହୁଛନ୍ତି। ବେଳେ ବେଳେ ଆମମାନଙ୍କର ଚର୍ଚ୍ଚରେ ଜଣେ କାମ କଲା ବେଳେ ବେଳେ ଆମମାନେ କଣ କରିଥାଉ? ଆମେ ତାଙ୍କୁ କହିଥାଉ। ଆଉ ଯେତେବେଳେ କାର୍ଯ୍ୟ ସରିଲା, ସେ ପୋଛାପୋଛି, ସେ ଧୁଆ ଧୁଇ ସବୁ ସରିଲା ପରେ ଯେତେବେଳେ ଯାଉଛନ୍ତି, ସେ ଦେଶର ଗୋଟିଏ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ। ଯେତେବେଳେ ସେ ଲୋକଟା ବି ଆସିଥିଲେ, ଯେତେବେଳେ ସେ କାର୍ଯ୍ୟ ସାରି ଯେତେବେଳେ ସେ ଫେରୁଛନ୍ତି, ତାଙ୍କର ଗାଡି ପାଖକୁ ଯେତେବେଳେ ଯାଉଛନ୍ତି, ସେଠି ତାର ଆହୁରି ତାଙ୍କର ପ୍ରୋଟେକ୍ସନ ପାଇଁ 5 ଜଣ ଅଛନ୍ତି। ଆଉ ସେ ବ୍ୟକ୍ତି ଜଣକୁ ଦେଖୁଛନ୍ତି ଯେ ସେ ଯାହା କହିଥିଲା ସେ ନିଜକୁ ରିଲାଇଜ କରୁଛନ୍ତି ଯେ ତାର ପଦବୀ କଣ, ମୋର ପଦବୀ କଣ, ମୁଁ ଆଜି ତାଙ୍କୁ କଣ କହିଲି। ଆମମାନଙ୍କ ଜୀବନରେ ବେଳେ ବେଳେ ଆମେ ସେୟା କହିଥାଉ। ଆମମାନଙ୍କ ଜୀବନରେ ଈର୍ଷା ଆସିଥାଏ, ଆମମାନଙ୍କ ଜୀବନରେ ଅନେକ ବିଷୟ ଆସିଥାଏ, ଯାହା ଫଳରେ କି ପ୍ରଭୁଙ୍କ ଠାରୁ ଆମେ ଅନେକ ଦୂରକୁ ଚାଲି ଯାଇଥାଉ। ମୋ ପ୍ରିୟ ବନ୍ଧୁଗଣ, ଆମମାନଙ୍କୁ ବେଳେ ବେଳେ ପ୍ରଭୁ ଉଚ୍ଚ ପଦବୀରେ ଜାଗତିକ ଭାବରେ ହଉ, ଆତ୍ମିକ ଭାବରେ ହଉ, ଅର୍ଗାନାଇଜେସନରେ ହଉ, ଚର୍ଚ୍ଚରେ ହଉ, ଯେତେବେଳେ ଚର୍ଚ୍ଚ ଯଦି ଆମମାନଙ୍କୁ ଯଦି କିଛି ପଦପଦବୀ ମିଳେ, ଡିକନ ପଦ ମିଳେ କି ସେକ୍ରେଟାରୀ ପଦ ମିଳେ, ଆମମାନଙ୍କର ପ୍ରିଭିୟସ ଜୀବନ, ତା ପୂର୍ବ ଜୀବନଟା କଣ ଥିଲା, ଯେତେବେଳେ ଆମର ଚର୍ଚ୍ଚରେ ପଦପଦବୀ ମିଳେ, ତାପରେ ଆମମାନଙ୍କର ଜୀବନ କଣ ହେଲା। ଅନେକ ଚର୍ଚ୍ଚ ମାନଙ୍କରେ ଯେତେବେଳେ ଡିକନ ପଦ ପାଇଥାଉ, ସେକ୍ରେଟାରୀ ପଦ ପାଇଥାଉ, ତାପରେ ଆମମାନଙ୍କର ଜୀବନ ବଦଳେ ଆମମାନଙ୍କ ଜୀବନ ଇଗୋରେ ପରିଣତ ହେଇଥାଏ। ମୋ ପ୍ରିୟ ବନ୍ଧୁଗଣ, ପ୍ରଭୁ ମତେ କଣ ପାଇଁ ଆହ୍ୱାନ କଲେ, କେଉଁ କାର୍ଯ୍ୟ ପାଇଁ ଆହ୍ୱାନ କଲେ, ତାହା ଆମେ ଭୁଲି ଯାଇଥାଉ।
ଯେତେବେଳେ ଗୋଟିଏ ଡାଇରେକ୍ଟର କଥା ଆପଣ ମାନଙ୍କୁ କହେ ମୁଁ ପ୍ରଭୁ ତାଙ୍କର ତଳ ଗ୍ରାଉଣ୍ଡ ଲେଭେଲରୁ ଯେତେବେଳେ ତାଙ୍କୁ ଅତି ଉଚ୍ଚ ପଦବୀକୁ ନଉଛନ୍ତି ଗୋଟେ ଅର୍ଗାନାଇଜେସନରେ ଆଉ ସେତେବେଳେ ସେ ଡାଇରେକ୍ଟର ହିସାବରେ ଯେତେବେଳେ ସେ ଜଏନ୍ କରୁଛନ୍ତି ସେତେବେଳେ ସେ ତାଙ୍କର ଅନେକ ଫିଲ୍ଡ ଥିଲା ଅନେକ ଚର୍ଚ୍ଚ ଥିଲା ଗୋଟିଏ ଛୋଟିଆ ଚର୍ଚ୍ଚର ଗୋଟେ ପାଳକ ଥିଲା ସେ ଡାଇରେକ୍ଟର ତାକୁ କଣ କରୁଥିଲେ ରବିବାର ଦିନ ସେ ପାଳକତ୍ୱ କାର୍ଯ୍ୟ କରୁଥିଲେ ସେ ପୁଣି ବାକି ସୋମବାରରୁ ଶନିବାର ପର୍ଯ୍ୟନ୍ତ ସେ ଅଫିସରେ ଆସିକରି ସେ ଡାଇରେକ୍ଟର ତାକୁ କଣ କରୁଥିଲେ ପିଓନ କାର୍ଯ୍ୟରେ ବ୍ୟବହାର କରୁଥିଲେ ମୋର ପ୍ରିୟ ବନ୍ଧୁ ପ୍ରଭୁ ଯେତେବେଳେ ଆମମାନଙ୍କୁ ଉଚ୍ଚ ପଦକୁ ନିଅନ୍ତି ସେତେବେଳେ ଆମମାନଙ୍କର କଣ ଥାଏ ଦିନ କଣ ଥିଲା ଆମେ ତାହା କଣ କରିଥାଉ ଭୁଲି ଯାଇଥାଉ ମୋର ପ୍ରିୟ ବନ୍ଧୁଗଣ ଆମେ ବାଇବଲ ଭିତରକୁ ଟିକେ ଆସିବା ଯେତେବେଳେ ସାଉଲ ସେଦିନ ଗଲିଆ ଚିତ୍କାର କରୁଛନ୍ତି ଆମ ବିରୁଦ୍ଧରେ କିଏ ଯୁଦ୍ଧ କରିବ ବାରମ୍ବାର ସେ ଚିତ୍କାର କରୁଛନ୍ତି ଗଲିଆ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଭାଲେଣି ପଡିଲା କିଏ ତାଙ୍କ ସହିତ ଯୁଦ୍ଧ କରିବ ଇଏ ତ ଦେଖିବାକୁ ଏତେ ବଡ ଏତେ ମୋଟା ଏତେ ଉଚ୍ଚା ତା ସହିତ କିଏ ଝଗଡା କିଏ ଯୁଦ୍ଧ କରିବ ଯେତେବେଳେ ଭାଲେଣି ଇସ୍ରାଏଲ ଉପରେ ପଡୁଛି ସାଉଲ ରାଜା ଚିନ୍ତିତ ଅବସ୍ଥାରେ ଅଛନ୍ତି ମୁଁ ସଂକ୍ଷିପ୍ତରେ କହିବା ପାଇଁ ଚାହେଁ ହୁଏତ ସମୟ ହେଇଯାଇପାରେ ଯେତେବେଳେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ ଜଣକୁ ମନୋନୀତ କରାହଉଛି ଦାଉଦଙ୍କୁ ଆଉ ଯେତେବେଳେ ଦାଉଦଙ୍କୁ ମନୋନୀତ କରୁଛନ୍ତି ଯେତେବେଳେ ଗଲିଆତକୁ ସେ ପରାସ୍ତ କରି ଆସୁଅଛନ୍ତି ସେତେବେଳେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଆଉ ସେମାନେ ଖୁସିରେ ଗାଉଛନ୍ତି ସାଉଲ ବଦ୍ଧ କରି ସହସ୍ର ସହସ୍ର ଦାଉଦ ବଦ୍ଧ କରି ଅୟୁତ ଅୟୁତ ଏହା ଯେତେବେଳେ ସାଉଲଙ୍କର କର୍ଣ୍ଣଗୋଚର ହଉଛି ଆଉ ସେତେବେଳେ ସେ କଣ କରୁଛନ୍ତି ଈର୍ଷା କରୁଛନ୍ତି ବେଳେ ବେଳେ ଆମମାନଙ୍କ ଜୀବନରେ ମଧ୍ୟ ଏ ପ୍ରକାର ଈର୍ଷା ଆସିଥାଏ ମୋ ପ୍ରିୟ ବନ୍ଧୁ ହୁଏତ ଆମମାନଙ୍କର ଜୀବନରେ ଯାହା ସବୁ କାର୍ଯ୍ୟ କଷ୍ଟକର ଥାଏ ସେ କଷ୍ଟକର କାର୍ଯ୍ୟ ସରିଗଲା ପରେ ଆମେ କଣ କରିଥାଉ ଈର୍ଷା ମନୋଭାବ ଶୈତାନ ଆମମାନଙ୍କ ମଧ୍ୟକୁ ଆଣି ଦେଇଥାଏ ସେଦିନ ଯାହା ସମସ୍ତ ବିଷୟ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଥିଲା ତାହା ଯେତେବେଳେ ସରିଗଲା ପରେ ସାଉଲ ଆଉ ଦାଉଦକୁ ବଦ୍ଧ କରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଦାଉଦ ପ୍ରଭୁଙ୍କର ମନୋନୀତ ବ୍ୟକ୍ତି ଥିଲେ ସେଥିପାଇଁ ଦାଉଦ କଣ କରୁଥିଲେ ତାଙ୍କଠାରୁ ଅନେକ ଦୂରକୁ ଚାଲି ଯାଇଥିଲେ ମୋତେ ବନ୍ଧୁରେ ଆମେ ଆଜି ଈର୍ଷା କରୁ କି ହୁଏତ ଜଣେ ଚାକିରି ପାଇଲା ତାଙ୍କ ପାଇଁ ଈର୍ଷା କରୁ ଜଣେ ଧନୀ ହେଇଗଲା ତାଙ୍କ ପାଇଁ ଈର୍ଷା କରୁ ଈର୍ଷା ଯଦି ଆମମାନଙ୍କ ମଧ୍ୟରେ ଅଛି ଆମେ ଯଦି ପ୍ରାର୍ଥନା କରୁଅଛୁ ଆମମାନଙ୍କର ଈର୍ଷା ଯଦି ଆମମାନଙ୍କ ମଧ୍ୟରେ ଅଛି ପ୍ରଭୁ ଆମମାନଙ୍କର ପ୍ରାର୍ଥନା କେବେ ବି ଶୁଣିବେ ନାହିଁ ମୋର ପ୍ରିୟ ବନ୍ଧୁଗଣ ସେଦିନ ସାଉଲକୁ ପରବର୍ତ୍ତୀ ସମୟରେ ପ୍ରଭୁ ତାଙ୍କୁ କଣ କଲେ ଆମେ ଭଲ ଭାବେ ଜାଣିଅଛୁ ମୋର ପ୍ରିୟ ବନ୍ଧୁଗଣ ବେଳେ ବେଳେ ଆମେ ନିଜର ବଳ ପାଇଁ ମଧ୍ୟ ଗର୍ବ କରିଥାଉ ବେଳେ ବେଳେ ଆମମାନଙ୍କର ନିଜ ନିଜର ବଳ ପାଇଁ ଗର୍ବ କରିଥାଉ ଯଦି ସାମସନ ବିଷୟରେ ଆମେ ଚିନ୍ତା କରିବା ସାମସନ ପ୍ରତି ଜଗତରେ ଆଜି ପର୍ଯ୍ୟନ୍ତ ତାଙ୍କ ପରି ବଳ କାହାକୁ ବି ଦିଆଯାଇ ନାହିଁ ଆଗକୁ ମଧ୍ୟ କାହାକୁ ଦିଆଯିବ ନାହିଁ ସେଦିନ ସାମସନକୁ ଯୋଉ ବଳ ଦେଇଥିଲେ ମୋ ପ୍ରିୟ ବନ୍ଧୁଗଣ ଆଉ ସେ ହଜାର ଲୋକକୁ ସେ କଣ କରୁଥିଲେ ଗୋଟିଏ ଗୋଧ ଥୁମୁଣିରେ ସେ କଣ କରୁଥିଲେ ପରାସ୍ତ କରିଥିଲେ ସେ ଗୋଟେ ଗଧ ଥୁମୁଣିରେ ସେ ହଜାର ଲୋକକୁ ସେ କଣ କରିଥିଲେ ପରାସ୍ତ କରିଥିଲେ ମୋ ପ୍ରିୟ ବନ୍ଧୁଗଣ ଆଉ ଯେତେବେଳେ ଆଉ ସେ ପ୍ରଭୁ ଯେଉଁ ବଳ ତାଙ୍କୁ ଦେଇଥିଲେ ଆଉ ସେ ପରବର୍ତ୍ତୀ ସମୟରେ ଯେଉଁ ସବୁ କାର୍ଯ୍ୟ କଲେ
ପ୍ରଭୁ ତାଙ୍କ ଠାରୁ ସେ ବଳ ଆଉ କଣ କରିଥିଲେ ନେଇ ଯାଇଥିଲେ। ପ୍ରଭୁ ତାଙ୍କୁ ଗୋଟେ ଅନେକ ଭାବରେ ତାଙ୍କୁ କଣ ଗଢିଥିଲେ, ଯେ ଉଦ୍ଦେଶ୍ୟ ନେଇ ଗଢିଥିଲେ ତାହା ସେ କଣ କରିଥିଲେ ପ୍ରଭୁଙ୍କ ନିମନ୍ତେ ସେ କଣ କରିଥିଲେ ବ୍ୟବହାର କରିନଥିଲେ। କିନ୍ତୁ ସେ ଅନେକ ଦିନ ଆଉ ସେ ରାଜ୍ୟର ବିଚାର କରିଥିଲେ, କିନ୍ତୁ ପ୍ରଭୁଙ୍କ ନିମନ୍ତେ ଆଉ ସେ କଣ କରିଥିଲେ ଅନେକ ଦିନ ବ୍ୟବହାର ହେଇନଥିଲେ। କଣ ପ୍ରିୟ ବନ୍ଧୁଗଣ, ତାଙ୍କର ଫଳ ନିମନ୍ତେ ସେ କଣ କରୁଥିଲେ ଗର୍ବ କରୁଥିଲେ। ଆମମାନଙ୍କ ଜୀବନରେ ଯଦି ବଳ ଅଛି, ଆମ ପ୍ରଭୁ ଆଜି ଆମକୁ ବଳ ଦେଇଛନ୍ତି, ଏହା କେତେ ଦିନ ମୋ ପ୍ରିୟ ବନ୍ଧୁଗଣ, ଅଳ୍ପ ସମୟ ମାତ୍ର, ବହୁତ ଦିନ ନାହିଁ। ଯଦି ଯାହା ଦେଇଛନ୍ତି ପ୍ରଭୁ ତାଙ୍କ ନିମନ୍ତେ ଆମେ ବ୍ୟବହାର ହଉ କି? ବେଳେ ବେଳେ ଆମେ ଧନୀ, ପ୍ରଭୁ ଆମମାନଙ୍କୁ ଅନେକ ଧନ ଦେଇଛନ୍ତି, ଧନ ପାଇଁ ମଧ୍ୟ ଆମେ କଣ କରିଥାଉ ଗର୍ବ କରିଥାଉ। ମୋ ପ୍ରିୟ ବନ୍ଧୁଗଣ, ସେଦିନ ଧନୀ ଆଉ ସେ ଯେତେବେଳେ ତାର ଅମାନରେ ଅନେକ ସଞ୍ଚୟ କରି ରଖିଲା, ସେ କହିଲା ଆମୋଦ କର, ପ୍ରମୋଦ କର, ଆରାମ ସେ ତାର ଜୀବନକୁ କାଟିବା ପାଇଁ ସେ କଣ କଲା ଚେଷ୍ଟା କଲା। କିନ୍ତୁ ପ୍ରଭୁ ସେହି ଦିନ ହିଁ ତାର ପ୍ରାଣକୁ ନେଇ ଯାଇଥିଲେ। ମୋ ପ୍ରିୟ ବନ୍ଧୁ, ଆମ ପାଖରେ ଯଦି ପ୍ରଭୁ ଧନ ଦେଇଛନ୍ତି, ସମ୍ପତ୍ତି ଦେଇଛନ୍ତି, ସମସ୍ତ ବିଷୟ ଅନୁଗ୍ରହ କରିଛନ୍ତି, ଏହା କେବଳ ଅଳ୍ପ ସମୟ ମାତ୍ର। ଆଜି ଅନେକ ଧନୀ କଣ କରୁଛନ୍ତି ପରାସ୍ତ ହେଇଯାଇଛନ୍ତି। ସବୁଦିନ ସେ ଧନ ଜଣକ ପାଖରେ ରୁହେ ନାହିଁ। ମୋ ପ୍ରିୟ ବନ୍ଧୁଗଣ, ଆମେ ଯଦି ସମ୍ମାନ ବିଷୟରେ ଯଦି ଆମେ ଚିନ୍ତା କରିବା, ଯେତେବେଳେ ଆମମାନଙ୍କର ଯକ୍ଷଙ୍କ ବିଷୟରେ ଯଦି ଆମେ ଯେତେବେଳେ ଚିନ୍ତା କରିବା, ଯକ୍ଷ ଗୋଟିଏ ଏପରି ବ୍ୟକ୍ତି ଥିଲେ ଧନରେ ସମ୍ମାନରେ ନିପୁଣ ଥିଲେ। ମୋର ପ୍ରିୟ ବନ୍ଧୁଗଣ, ଆଉ ପ୍ରଭୁ ତାକୁ ଅନେକ ଆଶୀର୍ବାଦ କରିଥିଲେ। ସେ ଗୋଟିଏ ସେଲଟେକ୍ସ ଅଫିସର ଥିଲେ, ତାଙ୍କ ତଳେ ଅନେକ ଲୋକ କାର୍ଯ୍ୟ କରୁଥିଲେ, ଗୋଟେ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ। କିନ୍ତୁ ସେ ପ୍ରଭୁ ଯୀଶୁ କିଏ ସେ ଦେଖିବା ପାଇଁ ଚାହୁଁଥିଲେ। ମୋ ପ୍ରିୟ ବନ୍ଧୁ, ଆଉ ସେ ଗୋଟିଏ କଥା ଚିନ୍ତା କଲେ, ଯୀଶୁ କିଏ ମୁଁ ନିଶ୍ଚୟ ଦେଖିବି। ସେଇ ଦିନ ସେ ମନୋନୀତ କଲେ, ଯୀଶୁ କିଏ ମୁଁ ଆଜି ନିଶ୍ଚୟ ଦେଖିବି। ତାର ମାନ, ତାର ସମ୍ମାନ, ତାର ଧନ, ତାର ସମ୍ପତ୍ତି, ସମସ୍ତ ବିଷୟକୁ ସେ ପଛରେ ପକେଇଲେ। ମୋର ପ୍ରିୟ ବନ୍ଧୁଗଣ, ଯୀଶୁ କିଏ ମୁଁ ଆଜି ନିଶ୍ଚୟ ଦେଖିବି। ଆଉ ସେ ଗୋଟିଏ ସେଇ ରାସ୍ତାକୁ, ପ୍ରଭୁ ଯେଉଁ ରାସ୍ତା ଦେଇ ଆସିବାର ଥିଲା ସେଇ ରାସ୍ତାକୁ ଯାଉଛନ୍ତି। ଆଉ ସେ ଯେହେତୁ ବାଙ୍ଗରା ଥିଲେ, ଆଉ ସେ ଜନଗହଳି ମଧ୍ୟରେ ସେ ବାଙ୍ଗରା ଥିଲେ, ଆଉ ପ୍ରଭୁ ଯୀଶୁଙ୍କୁ ସେ ଦେଖି ପାରିବେ ନାହିଁ। ଆଉ ସେ ଗୋଟିଏ କାମ କରୁଛନ୍ତି ଯେ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୁଁ ଦେଖି ପାରିବି ନାହିଁ, ଯେହେତୁ ମୁଁ ବାଙ୍ଗରା ଅଛି। ଆଉ ମୁଁ ଗୋଟିଏ କାମ କରିବି, ଆଜି ମୁଁ କଣ କରିବି, ସେ ଡିମ୍ବୁରି ଗଛ ଉପରେ ଚଢିବି, ଏଇ ରାସ୍ତା ଦେଇ ପ୍ରଭୁ ଯୀଶୁ ଯିବେ, ଆଉ ମୁଁ କଣ କରିବି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆଜି ନିଶ୍ଚୟ ଦେଖିବି। ଯକ୍ଷଙ୍କ ବିଷୟରେ ଆମେ ଅଳ୍ପ ସମୟ ଚିନ୍ତା କରିବା। ଯକ୍ଷ ଗୋଟେ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ, ଧନଶୀଳ ବ୍ୟକ୍ତି ଥିଲେ, ତା ତଳରେ ଅନେକ ଲୋକ କାର୍ଯ୍ୟ କରୁଥିଲେ। ହୁଏତ ମୋ ଜୀବନରେ ଯଦି ମୁଁ ଗୋଟେ ସେ ପ୍ରକାର ବ୍ୟକ୍ତି ଥାନ୍ତି, ମାନ୍ୟଗଣ୍ୟ ବ୍ୟକ୍ତି ଥାନ୍ତି, ମୋ ପାଖରେ ଅନେକ ଧନ ସମ୍ପତ୍ତି ଥାନ୍ତା, ମୋ ତଳେ ଅନେକ ଲୋକ କାର୍ଯ୍ୟ କରୁଛନ୍ତି, ଆପଣ ମାନେ ଆଉ ମୁଁ ଟିକେ ନିଜକୁ ଚିନ୍ତା କରୁକି ଯେ ଯୀଶୁକୁ ଦେଖିବା ନିମନ୍ତେ କୌଣସି ଗଛରେ ଚଢି ପାରିବା କି? ମୋର ପ୍ରିୟ ବନ୍ଧୁ ମାନେ, ଚଢି ପାରିବା କି? ମୁଁ ଗୋଟେ ମାନ୍ୟଗଣ୍ୟ ବ୍ୟକ୍ତି, ମୋର ମାନ୍ୟ ପଳେଇବ, ମୋର ମର୍ଯ୍ୟାଦା ପଳେଇବ, ଅନେକ ଲୋକ ମତେ ଆଙ୍ଗୁଠି ଦେଖେଇବେ, ଅନେକ ଲୋକ ଅନେକ କଥା କହିବେ, ଏ ଦେଖ ଗୋଟେ ମାନ୍ୟଗଣ୍ୟ ବ୍ୟକ୍ତି, ୟାର ଧନ ଅଛି, ସମ୍ପତ୍ତି ଅଛି, ୟାର କଣ ନାହିଁ ଯେ ଗଛ ଉପରେ ଚଢିଛି। ମୋ ପ୍ରିୟ ମାନେ, ସେଦିନ ଯକ୍ଷ ତାହା ସବୁ ଦେଖିଲେ ନାହିଁ, ତାର ମାନକୁ ଦେଖିଲେ ନାହିଁ, ତାର ସମ୍ମାନକୁ ଦେଖିଲେ ନାହିଁ, ତାର ଧନକୁ ଦେଖିଲେ ନାହିଁ,
तार संपत्ति को देखिले नहीं, तार चाकरी को देखिले नहीं, तार कौन सी विषय को देखिले नहीं मोर प्रिय बंधुगण, तार से गोटे मनोनीत कले जे यीशु किए मु आज देखिबी। आम मान जीवन रे गोटे प्रश्न आज आपण मान सम्मुख रखिया पई चाहे, यीशु किए मु आज देखिबी। जो माने तांकु अपेक्षा करंती, जो माने तांकु चाहंती, जो माने तांकु देखिया पई प्रस्तुत होंती, जो माने तांकु हृदय रे ग्रहण करबा पई प्रस्तुत होंती, सेमानंको निकट को परमेश्वर आसीतांती मोर प्रिय बंधुगण। हुए तो से दिन एते लोक जनगहली मध्य रे जिते बेले से रास्ता दे प्रभु जीशु ख्रीष्ट आसुअछंती, आउ से एते गहली मध्य रे गोटे व्यक्ति को मनोनीत करुछंती, से व्यक्ति होछंती जक्ष महाशय। जगत मध्य रे आज हम कोटी कोटी लोक बसवास करछे मोर प्रिय बंधुगण। आमे तांको अपेक्षा करू कि यीशु किए आज आमे देखिया पई चाहू कि से दिन जक्ष जिते बेले गोटे कथा मनोनीत कले यीशु किए मु आज देखिबी, आउ सेही रे रास्ता दे प्रभु यीशु ख्रीष्ट आसुअछंती, सेही दिन जिए तांको अपेक्षा करितिला से तांको ही मनोनीत करूछंती, आउ से देखुछंती, आउ तांकर ना जानुछंती, आउ तांको ना धरि तांको डाकुछंती मोर प्रिय बंधु माने। हालेलुया, हालेलुया, हालेलुया। आउ जे डाकुछंती ए जक्ष शीघ्र ओले आस, अवश्य मु तुम घरे आज कोन करिबी रहिबी। मोर प्रिय माने आज तांको आमे अपेक्षा करू कि यीशु किए आज आमे देखू कि मोर प्रिय बंधु आज सेई धन, सेई संपत्ति, सेई मान, सेई सम्मान आज आमान को बांधी दे नहीं तो यीशु किए आज आमे देखिबा को आगबर हो कि दिन थिला से जक्ष को, आउ से धन, से संपत्ति, से मान, से सम्मान कौन करथिला, और जगतर जगत ताको कौन करथिला बांधी देथिला। से गोटे कथा मनोनीत कले जे यीशु किए हूँ देखिबी। बाटिमय अंध कथा जो आम चिंता करू, से दिन मध्य जिते बेले अनेक लोक परमेश्वर यीशु ख्रीष्ट पछरे जाउछंती, आउ बाटिमय आउ अंध आउ गोटे व्यक्ति को पचारछंती यीशुंको विषय रे, हुए तो से आगरु सुनिथिबो, आ जिते बेले से यीशुंकर कथा से सुनुअछि मोर प्रिय माने, आउ सेते बेले से कोन करछंती, आउ चित्कार करी कहउछंती हुए तो से अंध थिला, से अंध विषय कहू नांती, हे नाजरित्य, हे दाऊद संतान यीशु तुम्हें मते कौन करो, रक्षा करो, मते साहाय्य करो, मते दया करो। से कौन करछंती, से मोर चक्षु को खोली दियो बोली से कौन करछंती कहू नांती मोर प्रिय माने। बेले बेले आम जीवन रे जेतबेले प्रार्थना करिता व्यक्तिगत जीवन रे अनेक विषय को आमे कौन करताओ तांको निकट रे कौन करताओ मागिताओ। आमनकर जहा नीड, जहा आवश्यक ताहा आमे तांको निकट रे कौन करताओ मागिताओ। से दिन अंध हुए तो से जगत देखि नथिला मोर प्रिय माने, तार चक्षु अंध थिला, से परमेश्वर को से दिन यीशु ख्रीष्ट को डाकुछंती, से जनगहली मध्य रे हजार हजार लोक थिबे, शह शह लोक थिबे, आ सेते बेले से अंध डाकुछंती, हे दाऊद संतान यीशु तुम्हें मते दया करो। बारंबार से कौन करछंती डाकुछंती, अनेक लोक कौन करछन ताकू सेटे कहउछंती तुनी ह, तुनी ह। सेते बेले आ जेते बेले ताकू कहउछंती तुनी ह, सेते बेले पुनी जोर करी चित्कार करूची, हे दाऊद संतान यीशु मते तुम्हें दया करो। जिते बेले से चित्कार करुछंती, आउ
ତାହାର ଚିତ୍କାର, ତାହାଙ୍କର ଆକୁଳ ଡାକ, ଦୟାର ଡାକ ସେ ଯୀଶୁ ଖ୍ରୀଷ୍ଟଙ୍କର କର୍ଣ୍ଣଗୋଚର ହଉଛନ୍ତି ମୋ ପ୍ରିୟ ବନ୍ଧୁଗଣ। ଏତେ ଜନଗହଳି ମଧ୍ୟରେ ଗୋଟିଏ ଅନ୍ଧର ଶବ୍ଦ, ଅନ୍ଧର ଡାକରା କିପରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶୁଣୁଛନ୍ତି। କୋଟି କୋଟି ଜନଗହଳି ମଧ୍ୟରେ ଯେ ଆମେ ବସବାସ କରୁଛୁ, ପ୍ରଭୁ ଆମମାନଙ୍କର ଡାକରା ଆଜି ଶୁଣୁଛନ୍ତି କି? ଆଜି ଜଗତ ଅନେକ ମାଧ୍ୟମରେ ଆଜି ଏମାନଙ୍କୁ କଣ କରୁଛି? ଚାପି ଦେବା ପାଇଁ ଚେଷ୍ଟା କରୁଅଛି। ସେଦିନ ବାଟିମୟ ଅନ୍ଧକୁ ଅନେକ ଲୋକ କହୁଛନ୍ତି ତୁନି ହ, ଚୁପ କର, ଚୁପ କର। ତଥାପି ସେ କଣ କରୁଛନ୍ତି? ପୁରା ଅତି ଜୋରରେ କଣ କରୁଛି? ଚିଲଉଛି, ହେ ଦାଉଦ ସନ୍ତାନ ଯୀଶୁ, ମତେ କଣ କର? ଦୟା କର। ପ୍ରଭୁ ତାଙ୍କର ଡାକରାକୁ ଶୁଣୁଛନ୍ତି। ଏ ଗହଳି ମଧ୍ୟରେ ପ୍ରଭୁ ତାଙ୍କର ଡାକ କେମିତି ଶୁଣୁଛନ୍ତି? ଏହା ଏକ ପ୍ରଶ୍ନବାଚକ ଚିହ୍ନ। ହୁଏତ ଆମମାନଙ୍କର କୋଟି କୋଟି ଲୋକ ମଧ୍ୟରେ ବସବାସ କରୁଅଛୁ, ଆମମାନଙ୍କର ଡାକରା ଆଜି ପ୍ରଭୁ ଶୁଣୁଅଛନ୍ତି କି ନା? ଏ ଜଗତ ଆଜି ଆମମାନଙ୍କୁ ଅନେକ ବିଷୟରେ ଚାପି ଦେଇଅଛି। ଆମମାନଙ୍କର ପ୍ରାର୍ଥନା ଡାକରା ଚାପି ହେଇ ରହିଯାଉଅଛି। ନିଜକୁ ଆମେ ସମୀକ୍ଷା କରୁ କି ମୋର ପ୍ରିୟ ମାନେ? ଆଉ ଯେତେବେଳେ ସେଇ ଅନ୍ଧର ଡାକରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶୁଣୁଛନ୍ତି, ସେଠି ରହିଯାଉଛନ୍ତି, ଆଉ ସେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବୁଲି ପଡି ଆଉ ତାଙ୍କୁ ଡାକିବା ପାଇଁ ଆଉ କଣ କଣ ଆଦେଶ ଦଉଛନ୍ତି। ଯେତେବେଳେ ସେ ଅନ୍ଧକୁ ଡକା ଯାଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗୋଟିଏ କଥା ଥିଲା ଯେ ମୁଁ ତୁମ ନିମନ୍ତେ କଣ କରିବି ବୋଲି ଚାହୁଁଛୁ ବା ଚାହୁଁଅଛ। ସେତେବେଳେ ସେ କହୁଛନ୍ତି ପ୍ରଭୁ ମୁଁ କିପରି ଆଉ ଦେଖିପାରିବି। ସେଦିନ ପ୍ରଥମ କରି ସେ କଣ କରିଥିଲେ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିଥିଲେ, ତାପରେ ଜଗତକୁ ସେ କଣ କରିଥିଲେ? ଦେଖିଥିଲେ ମୋର ପ୍ରିୟ ମାନେ। ଆଜି ଆମମାନଙ୍କ ଜୀବନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ଡାକରା ଶୁଣି ଆମମାନଙ୍କ ନିମନ୍ତେ ବୁଲି ପଡିଛନ୍ତି ତ? ସେ ଆଜି ଆମମାନଙ୍କ ନିମନ୍ତେ ଠିଆ ହେଇଛନ୍ତି। ଆପଣଙ୍କର ବ୍ୟକ୍ତିଗତ ଜୀବନ ନିମନ୍ତେ, ଆପଣମାନଙ୍କର ପାରିବାରିକ ଜୀବନ ନିମନ୍ତେ, ଆପଣମାନଙ୍କର ମାଣ୍ଡଳିକ ଜୀବନ ନିମନ୍ତେ ସେ ଆଜି କହୁଛନ୍ତି ଆଉ ତୁମ ନିମନ୍ତେ ମୁଁ କଣ କରିବି ବୋଲି ତୁମେ ଚାହୁଁଅଛ। ଆଜି ଆମମାନଙ୍କ ଜୀବନରେ କଣ ନିଡ୍ ଅଛି? ଆଜି ଆମମାନେ ହୁଏତ ଜଗତର କୌଣସି ବିଷୟ ଆମକୁ ଚାପି ପକେଇ ଅଛି। ଯଦି ଆମମାନେ ତଥାପି ପରମେଶ୍ୱରଙ୍କୁ ଆମେ ଡାକୁ, ହେ ନାଜରିତୀୟ ଯୀଶୁ, ହେ ଦାଉଦ ସନ୍ତାନ ଯୀଶୁ, ତୁମେ ମତେ ଦୟା କର। ସେଦିନ ଅନ୍ଧ ଯେପରି ପରମେଶ୍ୱର ଅନ୍ଧକୁ ଯେପରି ବୁଲି ପଡି ଡାକିଥିଲେ, ପରମେଶ୍ୱର ଆପଣ ମାନଙ୍କୁ ଆଉ ମତେ ଆଜି ଡାକିବା ପାଇଁ ପ୍ରସ୍ତୁତ ଅଛନ୍ତି ମୋ ପ୍ରିୟ ମାନେ। ଆଜି ତାଙ୍କୁ ଡାକୁଅଛୁ ତ? କେମିତି ଡାକୁଅଛୁ ଆମେ? ଆଜି ଜଗତ ଆଜି ଆମକୁ ଚାପି ପକେଇ ନାହିଁ ତ ମୋ ପ୍ରିୟ ମାନେ? ଯାହା ବି ହଉ ପରମେଶ୍ୱର ମତେ ସୃଷ୍ଟି କରିଅଛନ୍ତି, ମୁଁ ତାଙ୍କର, ପ୍ରଭୁ ମୋର। ଯେତେବେଳେ ଶେଷରେ ଟାଇମ ହେଇଗଲା, ଆଉ ଅଳ୍ପ ଗୋଟିଏ ବିଷୟ ମୁଁ ଆପଣମାନଙ୍କ ମଧ୍ୟରେ ରଖି ଶେଷ କରିବା ପାଇଁ ଚାହେଁ। ଆଉ ଯେତେବେଳେ ମୂଷା ରାଜ ଦରବାରରେ ବଢୁଛନ୍ତି, ମୂଷାଙ୍କର କନ୍ୟାର ପୁତ୍ର ହେବା ନିମନ୍ତେ ସେ ମନୋନୀତ ହୋଇଛନ୍ତି। ମୂଷା ଦେଖିବାକୁ ଅତି ସୁନ୍ଦର ଥିଲେ ମୋର ପ୍ରିୟ ମାନେ। ରାଜ ଦରବାରରେ ବଢୁଛନ୍ତି, ଯେତେବେଳେ ସେ ବୟସ ପ୍ରାପ୍ତ ହୁଅନ୍ତେ, ଆପଣ ମାନେ ଏଭ୍ରି ତାର 11 ଅଧ୍ୟାୟ ତାର 24 ରୁ 25, 27 ଅତି ସୁନ୍ଦର ଭାବରେ ମୂଷାଙ୍କ ବିଷୟରେ ଲେଖା ଅଛି। ତାର 24 ପଦରେ ଲେଖା ଅଛି, ବିଶ୍ୱାସ ଦ୍ୱାରା ମୂଷା ବୟସ ପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ। ଦେଖନ୍ତୁ, ଆପଣ ମାନେ ଆଉ ମୁଁ ଯଦି ଗୋଟିଏ ରାଜ୍ୟର ରାଜ ଦରବାରରେ ଯଦି ଆମେ ବଢିବା, ଗୋଟିଏ ରାଜାଙ୍କର ଝିଅର ପୁତ୍ର ହେବାର ପ୍ରଭୁ ଆମମାନଙ୍କୁ ଯଦି ସେପରି ସୁନ୍ଦର ଯଦି ଜାଗା ଦେଇଥାନ୍ତେ,
ସେପରି ସ୍ଥାନରେ ଯଦି ଆମେ ବଢି ଥାନ୍ତେ, ଆମମାନଙ୍କର ନିଜକୁ ନିଜେ ଟିକେ ସମୀକ୍ଷା କରୁ, ସେଠୁ ଆମେ ପ୍ରଭୁଙ୍କ ନିମନ୍ତେ ବାହାରି ଥାନ୍ତେ ନା ରାଜ ଦରବାରରେ ନିଜକୁ ଗର୍ବରେ ରାଜାଙ୍କର ଝିଅର ପୁତ୍ର ବୋଲି ଆମେ ବଢିଥାନ୍ତେ। ମୂଷା ବୟସ ପ୍ରାପ୍ତ ହେଲା ଉତ୍ତାରେ ପାରଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ସେ କଣ କରୁଛନ୍ତି? ନାସ୍ତି କରୁଛନ୍ତି ମୋର ପ୍ରିୟ ମାନେ। ତାର ତଳ ପଦରେ ଅତି ସୁନ୍ଦର ବାକ୍ୟ ଲେଖା ଅଛି, ପାପର କ୍ଷଣିକ ସୁଖ ଭୋଗ ଅପେକ୍ଷା ଈଶ୍ୱରଙ୍କର ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବାକୁ ସେ କଣ କଲେ? ପସନ୍ଦ କଲେ। ବେଳେ ବେଳେ ଜଗତରେ ଆମେ ଧନ ପାଇଁ, ସମ୍ପତ୍ତି ପାଇଁ, ଆଜି ପ୍ରଭୁ କାର ଦେଇଛନ୍ତି, ଆଜି ସୁନ୍ଦର ଘର ଦେଇଛନ୍ତି, ଆଜି ସୁନ୍ଦର ଚାକିରି ଦେଇଛନ୍ତି, ଆଜି ସୁନ୍ଦର ସୌନ୍ଦର୍ଯ୍ୟ ଦେଇଛନ୍ତି, ଆଜି ସୁନ୍ଦର ଆଜି ଆମମାନଙ୍କୁ ଆଉ ଜଗତରେ ମାନ୍ୟଗଣ୍ୟ ଦେଇଛନ୍ତି। ମୋର ପ୍ରିୟ ମାନେ, ଏହା କ୍ଷଣିକ ମାତ୍ର, ଏହା ଅଳ୍ପ ସମୟ ମାତ୍ର। ମୋର ପ୍ରିୟ ମାନେ, ପାପର କ୍ଷଣିକ ସୁଖ ଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କଲେ। ମୋର ପ୍ରିୟ ମାନେ, ହୁଏତ ଯଦି 12 ଜଣ ଶିଷ୍ୟ ମାନଙ୍କ ବିଷୟରେ ଯଦି ଆମେ ଚିନ୍ତା କରିବା, ପ୍ରଭୁଙ୍କର ମନୋନୀତ ଶିଷ୍ୟ 12 ଜଣ ଥିଲେ। ସେମାନେ କଣ କଲେ? ଆଉ ଯେତେବେଳେ ତାଙ୍କର ଶିଷ୍ୟ ଥିଲେ, ହୁଏତ ଜଣେ ଚାଲିଗଲା, ଆଉ 11 ଜଣ ଶିଷ୍ୟ ହୁଏତ ଯାହା ପାରିଲେ ତାହା କରିଥାନ୍ତେ, କିନ୍ତୁ ତାଙ୍କର ଜୀବନୀ ଯଦି ଆମେ ଦେଖିବା, ତାଙ୍କର ଦୁଃଖ 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 ଅପ୍ ଟୁ ଡେଥ୍ ପର୍ଯ୍ୟନ୍ତ ତାଙ୍କର କଣ? ଦୁଃଖ। ଯେଉଁମାନେ ତାଙ୍କୁ ଗ୍ରହଣ କରନ୍ତି, ପ୍ରକୃତରେ ତା ଜୀବନରେ ଅନେକ ପରୀକ୍ଷା ଆସେ, ଅନେକ ଦୁଃଖ ମଧ୍ୟ ଆସେ। ମୋ ପ୍ରିୟ ମାନେ, ନୂତନ ଭାବରେ ବର୍ତ୍ତମାନ ଟାଇମରେ ଯେଉଁମାନେ ପ୍ରଭୁଙ୍କୁ ଗ୍ରହଣ କରନ୍ତି, ଅନେକ ଲୋକକୁ ମୁଁ ଦେଖିଛି ଯେତେବେଳେ ହିନ୍ଦୁ ପରିବାରରୁ ଆସନ୍ତି, ତାଙ୍କ ଜୀବନରେ ଅନେକ ଦୁଃଖ, ଅନେକ ସଙ୍କଟ, ଅନେକ କଷ୍ଟ। ମୋର ପ୍ରିୟ ମାନେ, ଟାଇମ ହେଇଯାଉଛି, ନହେଲେ ଗୋଟେ ଭଉଣୀଙ୍କର ସାକ୍ଷ୍ୟ ମୁଁ କହିଥାନ୍ତି। ଆଉ ସେଥିପାଇଁ ଆଉ ସେ ମୂଷା ସେ କଣ କଲେ? ଆଉ ପାପର କ୍ଷଣିକ ସୁଖ ଭୋଗ ଅପେକ୍ଷା ଈଶ୍ୱରଙ୍କର ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବାକୁ ସେ କଣ କଲେ? ପସନ୍ଦ କଲେ। ଆମମାନେ ନିଜ ନିଜକୁ ଚିନ୍ତା କରୁ, ନିଜ ନିଜକୁ ସମୀକ୍ଷା କରୁ କି ପ୍ରଭୁଙ୍କ ନିମନ୍ତେ ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବାକୁ ପସନ୍ଦ କରିବା କି? ହୁଏତ ଆମେ କମ୍ଫର୍ଟ ଜୋନରେ ଆଜି ଅଛୁ। ଆଜି ଅନେକ ଲୋକ ପ୍ରଭୁଙ୍କର ବାକ୍ୟ ଶୁଣିବା ନିମନ୍ତେ, ଚର୍ଚ୍ଚ କରିବା ନିମନ୍ତେ, ପ୍ରାର୍ଥନା କରିବା ନିମନ୍ତେ ସୁନ୍ଦର ସୁଯୋଗ ପାଇ ପାରୁନାହାନ୍ତି। ମୋ ପ୍ରିୟ ମାନେ, ଯଦି ଉତ୍ତରପ୍ରଦେଶ ଦେଖିବା, ମଧ୍ୟପ୍ରଦେଶ ଦେଖିବା, ଛତିଶଗଡ଼ ଦେଖିବା, ଇଭେନ୍ ଆମମାନଙ୍କର ଓଡ଼ିଶାରେ ବି ଆଟାକ୍ ହେଇ ସାରିଲାଣି ଅନେକ ଅନେକ ଜାଗା ମାନଙ୍କରେ। ବାଇବଲରେ ଲେଖା ଅଛି, ଆଉ ବାକ୍ୟର ଦୁର୍ଭିକ୍ଷ ପାଖେଇ ଆସୁଛି। ଆମେ ସମୟର ସଦ୍ବ୍ୟବହାର ଆମେ କଣ କରୁ? ବେଳେ ବେଳେ କରିନଥାଉ। ମୋର ପ୍ରିୟ ମାନେ, 26 ପଦରେ ଲେଖା ଅଛି, ପୁଣି ମିଶ୍ରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ପୁରସ୍କାର ଦାନର ସମୟ ପ୍ରତି ଦୃଷ୍ଟିପାତ କଲେ। ହୁଏତ ପ୍ରଭୁ ଆପଣ ମାନଙ୍କ ନିମନ୍ତେ, ମୋ ନିମନ୍ତେ ଅତି ସୁନ୍ଦର ପୁରସ୍କାର ରଖିଛନ୍ତି। ମୋର ପ୍ରିୟ ମାନେ, ଏ ଜଗତର ଧନ, ଏ ଜଗତର ସମ୍ପତ୍ତି, ଏ ଜଗତର ମାନ, ଏ ଜଗତର ସମ୍ମାନ କେବଳ କ୍ଷଣିକ ମାତ୍ର। ଗୀତ ସଂହିତାରେ ଗୋଟେ କଥା ଲେଖା ଅଛି, ଗୀତ ସଂହିତା, ଆଜିଠାରୁ ସଦା କାଳ, ଦୟାକରି ମୁଁ ଏ ପଦ ପଢିବା ପାଇଁ ଚାହେଁ, ଦୟାକରି ଆପଣ ମାନେ ଖୋଲିବେ ଗୀତ ସଂହିତା 123। ଲେଖା ଅଛି ଏଠାରେ, ଆଜିଠାରୁ ସଦା କାଳ ସଦା ପ୍ରଭୁ ତୁମ୍ଭର ବାହାରେ ଯିବାରେ ଓ ଭିତରେ ଆସିବାରେ ରକ୍ଷା କରିବେ। ଯେଉଁମାନେ
ତାଙ୍କୁ ନିଜର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରେ, ବ୍ୟକ୍ତିଗତ ଭାବରେ ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି ମୋର ପ୍ରିୟମାନେ, ଆଜିଠାରୁ କାଲିଠାରୁ ନାହିଁ ମୋର ପ୍ରିୟମାନେ, 2 ଦିନ ପରେ ନାହିଁ ପ୍ରିୟମାନେ, ବର୍ଷେ ପରେ ନାହିଁ, 10 ଦିନ ପରେ ନାହିଁ, ଆଜିଠାରୁ। ସେଥିପାଇଁ ମୂଷା ମିଶରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କର ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ପୁରସ୍କାର ଦାନର ସମୟ ପ୍ରତି ଦୃଷ୍ଟିପାତ କଲେ। ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିଶର ପରିତ୍ୟାଗ କଲେ, ଯେଣୁ ଅଦୃଶ୍ୟ ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ ମୋର ପ୍ରିୟମାନେ। ଆମେ ନିଜକୁ ସମୀକ୍ଷା କରୁ, ପ୍ରଭୁ ଆଜି ମୋର ମାନ ପାଇଁ, ଆଜି ମୋର ଧନ ପାଇଁ, ଆଜି ମୋର ସମ୍ମାନ ପାଇଁ ଆଉ ମୁଁ ଗର୍ବ କରେ କି? ଜିରିମିୟ ଭବିଷ୍ୟତ ବକ୍ତା ଅତି ସୁନ୍ଦର ଭାବରେ ସେ ଗୋଟିଏ କଥା କହିଲେ, ମାତ୍ର ଯେବେ କେହି ଦର୍ପ କରେ ତେବେ ସେ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି କଣ କରୁ? ଦର୍ପ କରୁ। ଯଦି ଆମମାନଙ୍କର ଯକ୍ଷଙ୍କ ବିଷୟରେ ଆଜି ଆମେ ଦେଖିଲେ, ଆଉ ପ୍ରଭୁ ତାଙ୍କୁ ଗୋଟିଏ କଥା ତାଙ୍କ ଗୃହରେ କହିଲେ, ଇଏ ମଧ୍ୟ ଅବ୍ରାହମଙ୍କର କଣ ସନ୍ତାନ। ଆଜି ଆମେ କାହାର ସନ୍ତାନ ମୋ ପ୍ରିୟମାନେ? ସେ ଅବ୍ରାହମଙ୍କର ସନ୍ତାନ ତ, ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମନୋନୀତ ଲୋକ ତ ଆମେ। ଆଜି ହୁଏତ ଆମେ ନିଜର ଧନ ପାଇଁ, ନିଜର ମନ ପାଇଁ, ନିଜର ମାନ ପାଇଁ, ନିଜର ସମ୍ମାନ ପାଇଁ ଆଜି ଗର୍ବ କରୁନୁ ତ? ପ୍ରଭୁ ଏ ପଠିତ ବାକ୍ୟରେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆସନ୍ତୁ ପଦେ ପ୍ରାର୍ଥନା କରିବି, ପ୍ରାର୍ଥନାରେ ମନୋଯୋଗ କରନ୍ତୁ। ଧନ୍ୟବାଦ ଦିଏ ପ୍ରଭୁ ସୁନ୍ଦର ସମୟ ପାଇଁ ଆମମାନଙ୍କୁ। ପ୍ରଭୁ ଅତି ସୁନ୍ଦର ବାକ୍ୟ ଦେଲ। ଆଜି ଜଗତର ଜଗତପତି ପ୍ରଭୁ ଆମମାନଙ୍କୁ ଧନ ପାଇଁ, ସମ୍ପତ୍ତି ପାଇଁ, ମାନ ପାଇଁ ନିଜକୁ ବାନ୍ଧି ଦେଇଅଛି। ପ୍ରଭୁ ତୁମେ ଦୟା କର, ସେ ବନ୍ଧନରୁ ପ୍ରଭୁ ଆମମାନଙ୍କୁ ତୁମେ ଫିଟାଇ ଦିଅ। ପ୍ରଭୁ ଆମେ ଯେପରି ଅପା ତୁମ ନିମନ୍ତେ ବ୍ୟବହାର ହବୁ, ତୁମର ଗୌରବ କରିବୁ, ତୁମ ପ୍ରଶଂସା କରିବୁ, ତୁମର ଧନ୍ୟବାଦ କରିବୁ, ତୁମ ନିମନ୍ତେ ବଞ୍ଚିବୁ। ତୁମେ ଦୟା କର। ସେଦିନ ଯକ୍ଷକୁ ଅପା ତୁମେ ଦୟା କରିଥିଲ, ଅନୁଗ୍ରହ କରିଥିଲ। ପ୍ରଭୁ ସେ ତୁମକୁ ଦେଖିବା ପାଇଁ ଆସିଥିଲା, ଅନେକ ଜନଗହଳି ମଧ୍ୟରେ ତାକୁ ତୁମେ ଆହ୍ୱାନ କରିଥିଲ। ସେଦିନ ପ୍ରଭୁ ତୁମେ ସେ ବାଟିମୟ ଅନ୍ଧକୁ ପ୍ରଭୁ ଅନେକ ଜନଗହଳି ମଧ୍ୟରେ ତୁମେ ତାକୁ ଆହ୍ୱାନ କରିଥିଲ। ପ୍ରଭୁ ଆଜି ଆମମାନେ ଏଇ କୋଟି କୋଟି ଲୋକ ମଧ୍ୟରେ ଆମେ ବସବାସ କରୁଅଛୁ, ତୁମେ ମଧ୍ୟ ଆମମାନଙ୍କୁ ଆହ୍ୱାନ କରିଅଛ, ତୁମର କରିଅଛ, ସେଥିପାଇଁ ଧନ୍ୟବାଦ ଦିଏ ପ୍ରଭୁ। ହଁ ପ୍ରଭୁ, ଜଗତରେ ପ୍ରଭୁ ଯେତେଦିନ ବଞ୍ଚିବୁ ତୁମ ନିମନ୍ତେ ବଞ୍ଚିବୁ, ତୁମର ଗୌରବ କରିବୁ, ତୁ ପ୍ରଶଂସା କରିବୁ, ତୁମର ଧନ୍ୟବାଦ କରିବୁ। ତୁମେ ଦୟା କର, ଅନୁଗ୍ରହ କର ପ୍ରଭୁ। ହଁ ପ୍ରଭୁ, ଆମମାନଙ୍କ ନିମନ୍ତେ ଯେ ଆପଣର ବହୁମୂଲ୍ୟ ଶରୀରକୁ, ବହୁମୂଲ୍ୟ ରକ୍ତକୁ ତୁମେ ଢାଳିଦେଲ, ପ୍ରିୟ ପ୍ରଭୁ ଆମମାନଙ୍କ ନିମନ୍ତେ ଆପଣର ହଁ ପ୍ରଭୁ ବହୁମୂଲ୍ୟ ରକ୍ତ ଢାଳି ପ୍ରଭୁ ଆମମାନଙ୍କୁ ଆମର ପାପକୁ ତୁମେ କ୍ଷମା କରିଅଛ, ଆମମାନଙ୍କର ପାପକୁ ତୁମେ ଧୌତ କରିଅଛ। ଆଜି ମଧ୍ୟ ତୁମେ କହୁଛ ପ୍ରଭୁ, ପିତା ଏମାନେ କଣ କରନ୍ତି ଜାଣନ୍ତି ନା, ଏମାନଙ୍କୁ ତୁମେ କ୍ଷମା କର ପ୍ରଭୁ। ଆମର ତୁମେ କ୍ଷମା ଦେଇଅଛ, ସେଥିପାଇଁ ଧନ୍ୟବାଦ ଦିଏ ପ୍ରଭୁ। ତୁମର ଗୌରବ କରେ, ତୁମ ପ୍ରଶଂସା କରେ, ତୁମର ଧନ୍ୟବାଦ କରେ, ତୁମର ଜୟ ଜୟକାର କରେ ପ୍ରଭୁ। ଏପରି ମହାନ ପରମେଶ୍ୱର ପାଇଅଛି ବୋଲି ତୁମର ଧନ୍ୟବାଦ କରୁଅଛୁ। ତୁମେ ଦୟା କର। ଆଜି ଯେତେ ଲୋକ ପ୍ରଭୁ ଏ ପ୍ରାତଃ ଉପାସନାରେ ପ୍ରଭୁ ତୁମର ଯୋଉ ମାଧ୍ୟମରେ ତୁମର ଉପାସନା ତୁମର ଗୌରବ କରିଅଛୁ, ତୁମର ଧନ୍ୟବାଦ କରୁଛୁ। ତୁମେ ଗୌରବ ପ୍ରଶଂସା ଧନ୍ୟବାଦ ପାଇବା ନିମନ୍ତେ ଏକ ଯୋଗ୍ୟ ପରମେଶ୍ୱର ପ୍ରଭୁ। ତୁମେ ଯିଏ ଅଛ ସେ ଅଛ, ସେଥିପାଇଁ ଧନ୍ୟବାଦ। ପ୍ରାର୍ଥନା ଶୁଣିଲ, ସେଥିପାଇଁ ଧନ୍ୟବାଦ ଦେଇ ଏ ଛୋଟ ଭିକ୍ଷା ତୁମର ସେ କଣ୍ଟା ଅଞ୍ଚଳରେ ମାଗିଲେ। ଆମେନ୍।